ଆଜି ଦେଖିବା ପ୍ଲସ୍ ଥ୍ରୀ ସେକେଣ୍ଡ ସେମିଷ୍ଟାରର କୋର୍ 4ର ପଲିଟିକାଲ ସାଇନ୍ସ ଅନର୍ସର କୋର୍ 4ର ସିଲେକ୍ସନ୍ କୋଶ୍ଚିନ୍ 1 ମାର୍କ ଦେଖିବା, 2 ମାର୍କ ଦେଖିବା, 5 ମାର୍କ ଦେଖିବା। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍, ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ଏଇଟା ବହୁତ ବଡ଼ ପିଡିଏଫ୍ଟେ, ଲାଷ୍ଟକୁ ଇମ୍ପୋର୍ଟାଣ୍ଟ ଲଙ୍ଗ କୋଶ୍ଚିନ୍ ଅଛି। ଭିଡ଼ିଓକୁ ସ୍କିପ୍ ନ କରି ଲାଷ୍ଟ ଯାଏ ଦେଖନ୍ତୁ। ଲାଷ୍ଟକୁ ମୁଁ କହିମି ଏ ପିଡିଏଫ୍ କେଉଁଠୁ ଡାଉନଲୋଡ୍ ହେବ। 1ରେ ଯେଉଁ ପ୍ରକ୍ରିୟା ଦ୍ୱାରା ନାଗରିକମାନେ ଦଳମତ ନିର୍ବିଶେଷରେ ସେମାନଙ୍କର ପ୍ରତିନିଧିମାନଙ୍କୁ ମତଦାନ ଦ୍ୱାରା ବାଛନ୍ତି, ଏହାକୁ କ'ଣ କୁହାଯାଏ? ତା ଆନ୍ସର ହେବ ନିର୍ବାଚନ ପ୍ରକ୍ରିୟା। କିଏ କହିଥିଲେ ରାଷ୍ଟ୍ର ଆଇନ ଦ୍ୱାରା ଯୋଗ୍ୟ ବିବେଚିତ ଜନସାଧାରଣ ନିର୍ବାଚନର ଦାୟିତ୍ୱ ନିର୍ବାହ କରି ବ୍ୟବସ୍ଥାପିକା ସଭାକୁ ପ୍ରତିନିଧି ପଠାଇଥାନ୍ତି, ଏହାକୁ ନିର୍ବାଚନ କୁହାଯାଏ? ତା ଆନ୍ସର ହେବ ଗିଲଖ୍ରୀଷ୍ଟ। 3ରେ ଯେଉଁ ନିର୍ବାଚନ ବ୍ୟବସ୍ଥାରେ ମତଦାତାମାନଙ୍କର ମତଦାନର ମୂଲ୍ୟ ଜନସଂଖ୍ୟା ଅନୁପାତ ଅନୁସାରେ ନିର୍ଦ୍ଧାରଣ କରାଯାଏ, ତାହାକୁ କ'ଣ କୁହାଯାଏ? ତା ଆନ୍ସର ହେବ ଅନୁପାତିକ ହାର ନିର୍ବାଚନ। ଏକକ ହସ୍ତାନ୍ତରଣୀୟ ମତଦାନ ପଦ୍ଧତିକୁ ଅନ୍ୟ ଅର୍ଥରେ କ'ଣ କୁହାଯାଏ? ତା ଆନ୍ସର ହେବ ହେୟାର ପଦ୍ଧତି ମତଦାନ। 5ରେ ଯେଉଁ ପ୍ରଣାଳୀ ମାଧ୍ୟମରେ ଜଣେ ମତଦାତା ନିଜର ମତଦାନକୁ ଗୁପ୍ତ ରଖି ଭୋଟ ଗ୍ରହଣରେ ଭାଗ ନେଇଥାନ୍ତି, ତାହାକୁ କ'ଣ କୁହାଯାଏ? ତା ଆନ୍ସର ହେବ ଗୁପ୍ତ ମତଦାନ। 6ରେ ଜଣେ ମତଦାତା ଅନ୍ୟ ଜଣଙ୍କ ପାଇଁ ମତଦାନ କରିବାର ଆଇନଗତ ବ୍ୟବସ୍ଥାକୁ କ'ଣ କୁହାଯାଏ? ତା ଆନ୍ସର ହେବ ପ୍ରକ୍ସି ମତଦାନ। 7 ନାରୀ ମତଦାନ ଅଧିକାର ପ୍ରଥମେ କେଉଁ ଦେଶରେ କାର୍ଯ୍ୟକାରୀ ହୋଇଥିଲା? ତା ଆନ୍ସର ହେବ ଆମେରିକା। ଏଇଟା ମନେ ରଖିଥାଅ, 7 ନମ୍ବର କୋଶ୍ଚିନ୍ଟା। ନାରୀ ମତଦାନ ଅଧିକାର ପ୍ରଥମେ କେଉଁ ଦେଶରେ କାର୍ଯ୍ୟକାରୀ ହୋଇଥିଲା? ତା ଆନ୍ସର ହେବ ଆମେରିକା। ନାରୀମାନେ ଆଗେ ମତ ଦେଇଥିଲେ। 8ରେ ମତଦାନକୁ ସରଳ ଓ ସୁଗମ ଓ ସ୍ୱଚ୍ଛ କରିବା ପାଇଁ ଆଧୁନିକ ଯୁଗରେ ଯେଉଁ ବୈଦ୍ୟୁତିକ ଉପକରଣ ନିର୍ବାଚନରେ ବ୍ୟବହାର କରାଯାଉଛି, ଏହାକୁ କ'ଣ କୁହାଯାଏ? ତା ଆନ୍ସର ହେବ ଇଭିଏମ୍। ଗୋଟେ ଭୋଟର ଦେଇଥିବ, ଗୋଟେ ମେସିନ୍ ଦେଇଥିବ ଭୋଟ ଦେବା ପାଇଁ, ସେଇଟା ହେଲା ଇଭିଏମ୍। ତାପରେ 9ରେ ସଂଗଠିତ ଜନସମଷ୍ଟି ଏକ ପ୍ରକାର ନୀତି ଓ ଆଦର୍ଶକୁ ଅନୁସରଣ କରି ସାମ୍ବିଧାନିକ ଉପାୟରେ ସରକାରର ଅବଧାରକ ହୋଇଥାନ୍ତି, ଏହାକୁ କ'ଣ କୁହାଯାଏ? ତା ଆନ୍ସର 10 କିଏ କହିଥିଲେ ସର୍ବସମ୍ମତି ନୀତି ଦ୍ୱାରା ଅନୁପ୍ରାଣିତ ହୋଇ ଜାତୀୟ ସ୍ୱାର୍ଥ ସାଧନ ପାଇଁ ଜନସାଧାରଣ ଏକତ୍ରିତ ହୋଇଥାନ୍ତି, ଏହାକୁ ରାଜନୈତିକ ଦଳ କୁହାଯାଏ? ତା ଆନ୍ସର ହେବ ଏଡମଣ୍ଡ ବର୍ଗ। 11 କିଏ କହିଥିଲେ ଗଣତନ୍ତ୍ରର ଅନ୍ୟ ଏକ ନାମ ହେଉଛି ମୁକ୍ତ ରାଜନୈତିକ ଦଳମାନଙ୍କ ଦ୍ୱାରା ସରକାର? ତା ଆନ୍ସର ହେବ ମୁନରୋ। ତାପରେ 12 କିଏ କହିଥିଲେ ସମରାଜନୈତିକ ଦୃଷ୍ଟି ସମ୍ପନ୍ନ ଦଳ ନାଗରିକ ସଂଗଠିତ ହୋଇ ରାଜନୈତିକ ଏକକ ରୂପେ ସରକାରୀ କଳକୁ ନିୟନ୍ତ୍ରିତ କଲେ, ଏହାକୁ ରାଜନୈତିକ ଦଳ କୁହାଯାଏ? ତା ଆନ୍ସର ହେବ ଗିଲଖ୍ରୀଷ୍ଟ। 13 ରାଷ୍ଟ୍ର ଶାସନ ବ୍ୟବସ୍ଥାରେ ଏକମାତ୍ର ରାଜନୈତିକ ଦଳ କାର୍ଯ୍ୟ କରୁଥିଲେ, ତାହାକୁ କି ବ୍ୟବସ୍ଥା କୁହାଯାଏ? ତା ଆନ୍ସର ହେବ ଏକ ଦଳୀୟ ବ୍ୟବସ୍ଥା। 2 ଦଳୀୟ ବ୍ୟବସ୍ଥା ବି ଅଛି। 14 ଚୀନ ଦେଶରେ କି ପ୍ରକାର ଦଳୀୟ ବ୍ୟବସ୍ଥା ଦେଖିବାକୁ ମିଳେ? 2 ଦଳୀୟ। ମୁଁ ଏ କହିଥିଲି 2 ଦଳୀୟ ବି ଅଛି, ସେଟା ଚୀନର ଅଛି। ତାପରେ ଯୁକ୍ତରାଷ୍ଟ୍ର ଆମେରିକାରେ କି ପ୍ରକାର ଦଳୀୟ ବ୍ୟବସ୍ଥା ରହିଛି? 2 ଦଳୀୟ। ସେମାନଙ୍କର ରାଷ୍ଟ୍ରପତି ଶାସନ କରିବେ। 16 ଗଣତନ୍ତ୍ର ବ୍ୟବସ୍ଥାରେ ବ୍ୟବସ୍ଥାପିକା ସଭାରେ ସଂଖ୍ୟାନ୍ୟୁନ ପ୍ରତିନିଧିତ୍ୱ ଥିବା ରାଜନୈତିକ ଦଳକୁ କ'ଣ କୁହାଯାଏ? ତା ଆନ୍ସର ହେବ ବିରୋଧୀ ଦଳ। 17 ଇଂଲଣ୍ଡରେ ସକ୍ରିୟ ଥିବା କନଜରଭେଟିଭ ଦଳ କେଉଁ ଆଦର୍ଶ ଉପରେ ପ୍ରତିଷ୍ଠିତ? ତା ଆନ୍ସର ହେବ ପ୍ରଥା ଓ ପରମ୍ପରା। 18 ସୁଇଜରଲ୍ୟାଣ୍ଡରେ ରାଜନୈତିକ ଦଳମାନଙ୍କର ସରକାର ବ୍ୟବସ୍ଥାରେ କିପରି ଅଂଶଗ୍ରହଣତା ଥାଏ? ତା ଆନ୍ସର ହେବ ଅନୁପାତିକ। 19 କୌଣସି ଏକ ନିର୍ଦ୍ଦିଷ୍ଟ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ରାଜନୈତିକ ଦଳକୁ କ'ଣ କୁହାଯାଏ? ତା ଆନ୍ସର ହେବ ଆଞ୍ଚଳିକ ଦଳ। 20 ଏକ ପ୍ରଭୁତ୍ୱବାଦୀ ରାଷ୍ଟ୍ରରେ ଦଳୀୟ ବ୍ୟବସ୍ଥାର ରୂପରେଖା କ'ଣ? ତା ଆନ୍ସର ହେବ ଏକ ଦଳୀୟ ବ୍ୟବସ୍ଥା। ବାଇଶି ଗୋଟିଏ ଚାପଗୋଷ୍ଠୀର ମୂଳ ଉଦ୍ଦେଶ୍ୟ କ'ଣ ହୋଇଥାଏ? ତା ଆନ୍ସର ହେବ ସ୍ୱାର୍ଥ ସାଧନ ପାଇଁ ଚାପ ପ୍ରୟୋଗ କରିବା।
ଯେଉଁ ପ୍ରକ୍ରିୟା ଦ୍ୱାରା ନାଗରିକମାନେ ରାଜନୈତିକ ଅଧିକାର ସାବ୍ୟସ୍ତ କରି ପ୍ରତିନିଧିମାନଙ୍କୁ ବାଛିଥାନ୍ତି ତାହାକୁ କ'ଣ କୁହାଯାଏ? ତା ଆନ୍ସର୍ ହେବ ନିର୍ବାଚନ। ଏଟା ଜାଣିଥିବ। ଦୁଇ ଯେଉଁ ବ୍ୟବସ୍ଥାରେ ଜନସାଧାରଣ ପ୍ରତ୍ୟକ୍ଷ ଭାବରେ ମତଦାନ କରି ଜନପ୍ରତିନିଧି ବାଛନ୍ତି ଏହାକୁ କି ପ୍ରକାର ନିର୍ବାଚନ କୁହାଯାଏ? ତା ଆନ୍ସର୍ ହେବ ପ୍ରତ୍ୟକ୍ଷ ନିର୍ବାଚନ। ଯେଉଁ ବ୍ୟବସ୍ଥାରେ ଜନସାଧାରଣ ମତଦାନ କରି ଏକ ମଧ୍ୟବର୍ତ୍ତୀ ନିର୍ବାଚନ ମନୋନୀତ କରନ୍ତି ଏବଂ ପରୋକ୍ଷରେ ପ୍ରତିନିଧିମାନଙ୍କୁ ବାଛନ୍ତି ଏହାକୁ କ'ଣ କୁହାଯାଏ? ପରୋକ୍ଷ ନିର୍ବାଚନ। 4 ଯେଉଁ ନିର୍ବାଚନ ବ୍ୟବସ୍ଥାରେ ମତଦାତାମାନଙ୍କର ମତଦାନର ମୂଲ୍ୟ ଜନସଂଖ୍ୟା ଅନୁପାତ ଅନୁସାରେ ନିର୍ଦ୍ଧାରିତ ହୋଇଥାଏ ଏହାକୁ କି ପ୍ରକାର ନିର୍ବାଚନ କୁହାଯାଏ? ତା ଆନ୍ସର୍ ହେବ ଅନୁପାତିକ ହାର ନିର୍ବାଚନ। ଏଇଟା ମନେ ରଖିଥାଅ, ଅନୁପାତିକ ହାର ନିର୍ବାଚନ କାହାକୁ କୁହାଯାଏ ଏଇଟା ପଚାରି ଦେଉଛନ୍ତି। ତାପରେ 5 ଭାରତରେ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତିକୁ କେଉଁ ନିର୍ବାଚନ ପ୍ରଣାଳୀ ଦ୍ୱାରା ନିର୍ବାଚିତ କରାଯାଏ? ତା ଆନ୍ସର୍ ହେବ ଅନୁପାତିକ ହାରରେ ପରୋକ୍ଷ ନିର୍ବାଚନ। 6 କେଉଁ ଦାର୍ଶନିକଙ୍କ ମତ ଅନୁସାରେ ରାଷ୍ଟ୍ରର ଆଇନ ଦ୍ୱାରା ଯୋଗ୍ୟ ବିବେଚିତ ଜନସାଧାରଣ ନିର୍ବାଚନର ଦାୟିତ୍ୱ ନିର୍ବାହ କରି ବ୍ୟବସ୍ଥାପିକା ସଭାକୁ ପ୍ରତିନିଧି ବାଛନ୍ତି? ତା ଆନ୍ସର୍ ହେବ ଗିଲଖ୍ରିଷ୍ଟ। 7 ରାଷ୍ଟ୍ର ବ୍ୟବସ୍ଥାରେ ଦେଶର ସମସ୍ତ ସାବାଳକ ଏକ ନିର୍ଦ୍ଦିଷ୍ଟ ବୟସରୁ ଉର୍ଦ୍ଧ୍ୱ ତଥା ଜାତି ଓ ଧର୍ମ ବର୍ଣ୍ଣ ଲିଙ୍ଗ ନିର୍ବିଶେଷରେ ମତଦାନ କରିବାର ଅଧିକାର ପାଇଥାନ୍ତି ଏହାକୁ କ'ଣ କୁହାଯାଏ? ତା ଆନ୍ସର୍ ହେବ ସାବାଳକ ଭୋଟ ପ୍ରଥା। ଯେଉଁ ବ୍ୟବସ୍ଥାରେ ନିର୍ବାଚନ ପ୍ରକ୍ରିୟାରେ ବ୍ୟକ୍ତିବିଶେଷକୁ ଭୋଟ ଦିଆ ନ ଯାଇ ରାଜନୈତିକ ଦଳମାନଙ୍କୁ ଭୋଟ ଦିଆଯାଏ ଏବଂ ଦଳର ତାଲିକା ଅନୁସାରେ ପ୍ରାର୍ଥୀ ଚୟନ କରାଯାଏ ଏହାକୁ କି ପଦ୍ଧତି କୁହାଯାଏ? ତା ଆନ୍ସର୍ ହେବ ତାଲିକା ପଦ୍ଧତି। 9 ଏକକ ହସ୍ତାନ୍ତରଣୀୟ ମତଦାନ ପଦ୍ଧତିକୁ ଅନ୍ୟ ଅର୍ଥରେ କ'ଣ କୁହାଯାଏ? ତା ଆନ୍ସର୍ ହେବ ହେୟାର ପଦ୍ଧତି। ଏଟା ଏଇ ଯେଉଁ ଉପରେ ଯେଉଁ MCQରେ ଥିଲା। ଜଣେ ମତଦାତା ମତଦାନ କେନ୍ଦ୍ରକୁ ନ ଯାଇ କମ୍ପ୍ୟୁଟର କିମ୍ବା ମୋବାଇଲ ନେଟୱାର୍କ ମାଧ୍ୟମରେ ମତଦାନ କଲେ ଏହାକୁ କ'ଣ କୁହାଯାଏ? ତା ଆନ୍ସର୍ ହେବ ଅନଲାଇନ୍ ମତଦାନ ବ୍ୟବସ୍ଥା। ଜଣେ ମତଦାତା ଅନ୍ୟ ଜଣେ ମତଦାତାଙ୍କ ପାଇଁ ମତଦାନ କରିବାର ଆଇନଗତ ବ୍ୟବସ୍ଥାକୁ କ'ଣ କୁହାଯାଏ? ତା ଆନ୍ସର୍ ହେବ ପ୍ରାକ୍ସି ଭୋଟ। ଯେଉଁ ବୈଦ୍ୟୁତିକ ଯନ୍ତ୍ର ଦ୍ୱାରା ମତଦାତାମାନେ ସୁଇଚ୍ ଦବାଇ ମନୋନୀତ ପ୍ରାର୍ଥୀକୁ ଭୋଟ ଦେଇଥାନ୍ତି ଏହାକୁ କ'ଣ କୁହାଯାଏ? ତା ଆନ୍ସର୍ ହେବ EVM। ତାପରେ ଏଠି ବ୍ଲୋର ଆସୁଥିବ, ଏଇଠୁ ମୁଁ ସ୍କ୍ରୋଲ୍ କରୁଛି ଦେଖିଦେବ। ବ୍ଲୋର ନୁହେଁ, ଖାଲି ଏଇ 2-3ଟା ଖାଲି ଆସୁଛି, 13, 14, 15 ଏଇଟା ଟିକେ ଟିକେ ଆସୁଥିବ। ୟୁଟ୍ୟୁବର କ୍ୱାଲିଟି ଟିକେ ବଢ଼େଇ ଦିଅ, ଦେଖାହବ। ଏଠି ହେଲା 2 ମାର୍କ କୋଶ୍ଚିନ୍। ନିର୍ବାଚନ ଅର୍ଥ କ'ଣ? ସାଧାରଣ ଯେଉଁ ବ୍ୟବସ୍ଥା ମାଧ୍ୟମରେ ଜନସାଧାରଣ ସେମାନଙ୍କର ପ୍ରତିନିଧିମାନଙ୍କୁ ବାଛିଥାନ୍ତି ଏହାକୁ ନିର୍ବାଚନ କୁହାଯାଏ। ଅନ୍ୟ ଅର୍ଥରେ ନିର୍ବାଚନ ଏକ ପ୍ରକ୍ରିୟା ଯାହା ଦ୍ୱାରା ନାଗରିକମାନେ ଦଳମତ ନିର୍ବିଶେଷରେ ସେମାନଙ୍କର ପ୍ରତିନିଧିମାନଙ୍କୁ ମନୋନୀତ କରିଥାନ୍ତି ଏବଂ ସମ୍ପୃକ୍ତ ନିର୍ବାଚନ ପ୍ରତିନିଧିମାନେ ସରକାର ଗଠନ ପ୍ରକ୍ରିୟାରେ ସାମିଲ ହୁଅନ୍ତି ଏହାକୁ ନିର୍ବାଚନ କୁହାଯାଏ। ତାପରେ ପ୍ରତ୍ୟକ୍ଷ ନିର୍ବାଚନ କ'ଣ? ପ୍ରତ୍ୟକ୍ଷ ନିର୍ବାଚନରେ ମତଦାତାମାନେ ସିଧାସଳଖ ଭୋଟ ଦେଇ ସେମାନଙ୍କର ପ୍ରତିନିଧିମାନଙ୍କୁ ନିର୍ବାଚିତ କରିଥାନ୍ତି। ପ୍ରତ୍ୟେକ ସାବାଳକ ମତଦାତା ମତଦାନ କେନ୍ଦ୍ରକୁ ଯାଇ ସେମାନଙ୍କର ପ୍ରାର୍ଥୀକୁ ଗୁପ୍ତ ମତଦାନ ମାଧ୍ୟମରେ ଭୋଟ ଦେଇଥାନ୍ତି। ଯେଉଁ ପ୍ରାର୍ଥୀ ଅଧିକ ସଂଖ୍ୟକ ଭୋଟ ପାଆନ୍ତି ତାଙ୍କୁ ନିର୍ବାଚିତ ବୋଲି ଘୋଷଣା କରାଯାଏ। ତାପରେ ପରୋକ୍ଷ ନିର୍ବାଚନ କ'ଣ? ପରୋକ୍ଷ ନିର୍ବାଚନ ପ୍ରଣାଳୀରେ ମତଦାତାମାନେ ସିଧାସଳଖ ସେମାନଙ୍କର ପ୍ରତିନିଧି ନ ବାଛି ଗୋଟିଏ ମଧ୍ୟବର୍ତ୍ତୀ ସଂସ୍ଥା ଦ୍ୱାରା ସେମାନଙ୍କର ପ୍ରତିନିଧି ବାଛନ୍ତି ଏହାକୁ ପରୋକ୍ଷ ନିର୍ବାଚନ କୁହାଯାଏ। ଭାରତର ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପରୋକ୍ଷ ନିର୍ବାଚନ ମାଧ୍ୟମରେ ନିର୍ବାଚିତ ହୋଇଥାନ୍ତି। ଫ୍ରାନ୍ସର ଉଚ୍ଚ ସଦନର ସଭ୍ୟ ଆମେରିକାର ରାଷ୍ଟ୍ରପତି ଏକ ମଧ୍ୟବର୍ତ୍ତୀକାଳୀନ ଦ୍ୱାରା ନିର୍ବାଚିତ ହୋଇଥାନ୍ତି। ତାପରେ ଅନୁପାତିକ ହାର ନିର୍ବାଚନ କ'ଣ? ସାଧାରଣ ଅର୍ଥରେ ଅନୁପାତିକ ହାର ନିର୍ବାଚନକୁ ଏକକ ହସ୍ତାନ୍ତରଣୀୟ କ୍ଷମ ନିର୍ବାଚନ କୁହାଯାଏ। ଏ ପ୍ରକାର ନିର୍ବାଚନର ମତଦାନ କରୁଥିବା ମତଦାତାମାନେ ଯାହାକୁ ମନୋନୀତ କରନ୍ତି ତାଙ୍କୁ ଜନମତକୁ ଗଣନା କରିବା ପାଇଁ ଜନସଂଖ୍ୟା ଅନୁପାତରେ ଭୋଟ ଗଣନା କରାଯାଏ। ଭାରତରେ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତିଙ୍କୁ ଅନୁପାତିକ ହାରରେ ଏକକ ହସ୍ତାନ୍ତରଣୀୟ କ୍ଷମ ନିର୍ବାଚନ ଦ୍ୱାରା ନିର୍ବାଚିତ କରାଯାଏ। ଏହା ଭାରତରେ ହୁଏ।
ସାର୍ବଜନନୀୟ ସାବାଳକ ଭୋଟ ପ୍ରଥା। ଦେଶର ରାଜନୈତିକ ବ୍ୟବସ୍ଥାରେ ସମସ୍ତ ସାବାଳକ ନାଗରିକ ଏକ ନିର୍ଦ୍ଦିଷ୍ଟ ବୟସ ଆଧାରରେ ଜାତି, ଧର୍ମ, ବର୍ଣ୍ଣ, ଗୋଷ୍ଠୀ ନିର୍ବିଶେଷରେ ଭୋଟଦାନ ଅଧିକାର ପ୍ରାପ୍ତ ହେବା ପ୍ରକ୍ରିୟାକୁ ସାର୍ବଜନନୀୟ ସାବାଳକ ଭୋଟ ପ୍ରଥା କୁହାଯାଇଥାଏ। ନିର୍ଦ୍ଧାରିତ ବୟସ ହେଲା ପରେ ପ୍ରତ୍ୟେକ ଜନସାଧାରଣ ଏହି ଅଧିକାର ପ୍ରାପ୍ତ ହୋଇଥାନ୍ତି। 18 ବର୍ଷ ପରେ ସବୁ ଭୋଟ ଦିଅନ୍ତି। ସେଇଟା ହେୟାର ପଦ୍ଧତି କ'ଣ? ଆନୁପାତିକ ପ୍ରତିନିଧିତ୍ୱ ପ୍ରଣାଳୀରେ ବା ହେୟାର ପଦ୍ଧତି ଏକ ଉନ୍ନତ ପଦ୍ଧତି ଯାହାକୁ ଅନ୍ୟ ଅର୍ଥରେ ଏକ ହସ୍ତାନ୍ତରଣୀୟ ଭୋଟ ପଦ୍ଧତି କୁହାଯାଏ। ଏହି ବ୍ୟବସ୍ଥାରେ ପ୍ରତ୍ୟେକ ମତଦାତା ବହୁ ସଦସ୍ୟ ବିଶିଷ୍ଟ ନିର୍ବାଚନ ମଣ୍ଡଳୀ ସଂଖ୍ୟାଧିକ ପ୍ରାର୍ଥୀଙ୍କୁ ନିର୍ବାଚିତ କରନ୍ତି ଏବଂ ପସନ୍ଦ ମୁତାବିକ କ୍ରମାନ୍ୱୟରେ ଭୋଟ ଦେଇଥାନ୍ତି। ପ୍ରଥମ ପସନ୍ଦରେ ଅଧିକ ନିର୍ବାଚିତ ହୋଇଥାନ୍ତି। ତାପରେ ଏଠି ଟିକେ ବ୍ଲୋର ଆସୁଛି 7 ନମ୍ବର କ୍ୱେଶ୍ଚିନ୍ 8 ନମ୍ବର କ୍ୱେଶ୍ଚିନ୍ ତାପରେ 9 ନମ୍ବରରୁ ସବୁ ଠିକ୍ ଅଛି। ଭିଡ଼ିଓର ଟିକେ କ୍ୱାଲିଟି ବଢ଼େଇ ଦିଅ, ତୁମେ ଦେଖିଦିଅ। ଏଗୁଡ଼ୁ ମୁଁ ସ୍କ୍ରୋଲ୍ କରୁଛି, ସ୍କ୍ରିନଶଟ୍ ନେଇପାର କି ନୋଟ୍ ବି କରିପାର। ଏଇଠି ଆସିବ 5 ମାର୍କ କ୍ୱେଶ୍ଚିନ୍। ଆଇଲା ଏଇଠି ହେଲା 5 ମାର୍କ କ୍ୱେଶ୍ଚିନ୍। ପ୍ରତ୍ୟକ୍ଷ ନିର୍ବାଚନ ସୁଗୁଣ ଦୁର୍ଗୁଣ ଏଇଟା ମେଞ୍ଚେ ଲେଖିବାକୁ ପଡ଼ିବ। 5 ମାର୍କ ବା ହାଏଷ୍ଟ 2 ପେଜ୍ ଲେଖିଲେ ହେଇଯିବ। 2 ପେଜ୍ ଲେଖିବ, ପୁରା ପାଠ ସବୁ ଲେଖିବ। ସେଥିପାଇଁ ସବୁ ପଢ଼ିକି ଯାଅ, ସବୁ ପଢ଼ିକି ଯାଅ, ଯାଇକି ଲେଖ ଏକ୍ଜାମ୍ରେ। ଏତିକି ଅଛି। ଏଇ PDFଟା ଯଦି ପାଇବାକୁ ଚାହୁଁଛନ୍ତି ଆମ ଡେସ୍କ୍ରିପସନ୍ ବକ୍ସରେ ଗୋଟେ ଲିଙ୍କ୍ ଅଛି, ଏଠି ଟଚ୍ କର, ଉପରେ ଡାଉନଲୋଡ଼ ଅପସନ୍ ଆସିଯିବ, ଏଠି ଡାଉନଲୋଡ଼ କରିଦେବ।